ବର୍ଷା ଋତୁର ଆଗମନ ହେଇଥାଏ। ଏହି କପିଳେଶ୍ୱର ମନ୍ଦିର ଏହା ସ୍ଥାନୀୟ କଳାର ଏକ ଏଠି ଦେଖନ୍ତୁ ଭୋଗ ମଣ୍ଡପ। ସଭିଙ୍କୁ ମୋର ଜୁହାର, ଜୟ ଜଗନ୍ନାଥ। ଆଜି ଆମେ ଏକ ଏପରି ଜାଗାକୁ ଯିବୁ ଯେଉଁଟାକି ନଦୀ ମଝିରେ ଏକ ପ୍ରାଚୀନ କାଳର ମନ୍ଦିର ଅବସ୍ଥିତ ଅଛି। ତ ଚାଲନ୍ତୁ ଯିବା ଦେଖିବା। ଦେଖିପାରୁଥିବେ ଆମେ ଆସିକି ପହଞ୍ଚି ଗଲୁ ସେଇ ଜାଗାକୁ। ଜାଗାଟିର ନାଁ ହେଲା କପିଳେଶ୍ୱର ମନ୍ଦିର। ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ନିକଟସ୍ଥ ଶ୍ରୀ କପିଳେଶ୍ୱର ମନ୍ଦିର ହେଉଛି ଏକ ପ୍ରାଚୀନ ଶୈବପୀଠ। ରାମାୟଣ ନଦୀର ମଧ୍ୟଭାଗରେ ରହିଥିବା ଏହି ମନ୍ଦିର ଏହାର କଳିଙ୍ଗ ସ୍ଥାପିତ କଳା ପାଇଁ ପ୍ରସିଦ୍ଧ ଏବଂ ବର୍ଷା ଋତୁରେ ପ୍ରାୟତଃ ପାଣିରେ ବୁଡ଼ି ରହିଥାଏ। ଦେଖନ୍ତୁ ବର୍ତ୍ତମାନ ପାଣି ନାହିଁ, ଯେତେବେଳେ ଦେଖିବେ ଆମର ଦେଖନ୍ତୁ ଏପଟେ ଦେଖନ୍ତୁ, ଯେତେବେଳେ ବର୍ଷା ଆସିଯାଏ, ବର୍ଷା ଋତୁର ଆଗମନ ହେଇଥାଏ, ବର୍ଷା ଋତୁରେ ପୁରା ପାଣିରେ ଏ ଯେଉଁ ଆମର ଏଇଠି ଅଛି, ଆମେ ଆସିଲୁ ଯେଉଁ ବାଟରେ ଏଇଟା ସବୁ ପାଣିରେ ଫୁଲ ହେଇଯାଇଥାଏ। ନଦୀର ଜଳଧାରା ମଧ୍ୟରେ ଏବଂ ପ୍ରାକୃତିକ ଦେଖିପାରୁଥିବେ ଏବଂ ପ୍ରାକୃତିକ ପରିବେଶରେ ଭରପୁର ହେଇଥିବାରୁ ଏହା ଏକ ଆମ ଢେଙ୍କାନାଳ ଡିଷ୍ଟ୍ରିକ୍ଟ ଏବଂ କାମାକ୍ଷାନଗରର ଏକ ପର୍ଯ୍ୟଟନ ସ୍ଥଳୀ ଭାବରେ ପରିଚିତ ହେଇଅଛି। ଏଠାରେ ମହାଶିବରାତ୍ରି ସହିତ ବିଭିନ୍ନ ଧାର୍ମିକ ପର୍ବ ମହା ଆଡ଼ମ୍ବରରେ ପାଳନ ହୋଇଥାଏ। ଦେଖନ୍ତୁ ଶିବରାତ୍ରିରେ ଏହି ଜାଗାଟା ପୁରା ଭରପୁର ଭକ୍ତମାନଙ୍କ ଆଗମନରେ ଫୁଲ ହୋଇଯାଇଥାଏ। ଭକ୍ତମାନେ ହଜାର ହଜାର ଭକ୍ତ ଶିବରାତ୍ରିରେ ଏଠି ଲାଇନ୍ ଲଗାଇଥାନ୍ତି। ଆପଣମାନେ ଦେଖିପାରୁଥିବେ ଏହା ସ୍ଥାନୀୟ କଳାର ଏକ ଉତ୍କୃଷ୍ଟ ନମୁନା। ପ୍ରାଚୀନ କାଳର ପ୍ରାୟ 1200 ଶତାବ୍ଦୀର ଏହି ମନ୍ଦିର ଆପଣମାନେ ଦେଖିପାରୁଥିବେ, ଶ୍ରୀ କପିଳେଶ୍ୱର ମନ୍ଦିର। ଗବେଷକ ଏବଂ ଐତିହାସିକମାନଙ୍କ ମତରେ ଏହି ମନ୍ଦିରଟି ପ୍ରାୟ ଗଙ୍ଗବଂଶ ଶାସନ କାଳରେ ନିର୍ମିତ ହୋଇଥିଲା। ଦେଖିପାରୁଥିବେ ଏହି ମନ୍ଦିରଟି ପାରମ୍ପରିକ କଳିଙ୍ଗ ଶୈଳୀର ସ୍ଥାପିତ ଅନୁଯାୟୀ ପଥରରେ ନିର୍ମିତ ହୋଇଛି। ଏହାର ଗଠନ ଓ କାରୁକାର୍ଯ୍ୟ ଓଡ଼ିଶାର ପ୍ରାଚୀନ ମନ୍ଦିର ନିର୍ମାଣ ଶୈଳୀର ସ୍ପଷ୍ଟ ପ୍ରମାଣ ଦେଇଛି। ଏହି କପିଳେଶ୍ୱର ମନ୍ଦିରର ରକ୍ଷଣାବେକ୍ଷଣ, ନୂତନ ସେତୁ ଓ ଘାଟ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ 1996 ମସିହାରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା SI ନିଜ ହାତକୁ ନେଇଥିଲେ। ଦେଖିପାରୁଥିବେ ନଦୀ ମଧ୍ୟଭାଗରେ ଥିବାରୁ ମନ୍ଦିରର କ୍ଷତି ଆଶଙ୍କା କରୁଥିବାରୁ ନଦୀର ମଧ୍ୟଭାଗରେ ସେତୁ ନିର୍ମାଣ କରାଯାଇଛି। ଦେଖନ୍ତୁ ସରକାର ଓ SI ମିଳିତ ଭାବେ ଏହାର ଚତୁଃପାର୍ଶ୍ୱରେ ସୁରକ୍ଷା ଏବଂ ଶ୍ରଦ୍ଧାଳୁମାନଙ୍କ ଯାତାୟାତ ପାଇଁ ଏହି ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ମନ୍ଦିରର ଗର୍ଭଗୃହରେ ପୂଜା ପାଉଥିବା ବାବା କପିଳେଶ୍ୱର ହେଉଛନ୍ତି ଏକ ସ୍ୱୟଂଭୂ ଶିବଲିଙ୍ଗ। ଦେଖିପାରୁଥିବେ ଗର୍ଭଗୃହର ଭିଡ଼ିଓ କରିବାର ବାରଣ ଅଛି, ତେଣୁ ମୁଁ ଭିଡ଼ିଓ କରୁନାହିଁ, କାରଣ ଭିତର ଭିଡ଼ିଓ କରିହେବ ନାହିଁ। ଶିବଲିଙ୍ଗ ଚାରିପାଖରେ ତମ୍ବାର ନାଗମୂର୍ତ୍ତି ଏବଂ ମାତା ପାର୍ବତୀ ଓ ପ୍ରଭୁ ଗଣେଶଙ୍କର ସୁନ୍ଦର ବିଗ୍ରହ ରହିଛି। ଦେଖିପାରୁଥିବେ ଏଇଟା ଆମର ରାମାୟଣ ନଦୀ ଆସିଛି। ଏହି ନଦୀର ମଧ୍ୟଭାଗରେ ଆମର କପିଳେଶ୍ୱର ମନ୍ଦିର ଅବସ୍ଥିତ ଅଛି। ପ୍ରାୟ ଜୁନ୍ ଏବଂ ଜୁଲାଇ ମାସରେ ବର୍ଷାର ଆଗମନ ହୋଇଥିବାରୁ ଜୁଲାଇ ଏବଂ ସେପ୍ଟେମ୍ବର ମାସରେ ଭକ୍ତମାନଙ୍କୁ ମନ୍ଦିରକୁ ଆସିବା ପାଇଁ ବାରଣ କରାଯାଇଥାଏ। ବର୍ଷା ଋତୁରେ ଏହା ପୁରା ସମ୍ପୂର୍ଣ୍ଣ ଜଳମଗ୍ନ ହୋଇ ରହିଥାଏ। ଆପଣମାନେ ଦେଖିପାରୁଥିବେ ମନ୍ଦିର ପରିସରରେ ଓଡ଼ିଶାର ପାରମ୍ପରିକ ଶୈଳୀର କଳାକୃତି ହୋଇଥିବା ଅନେକ ଦେବଦେବୀ ମୂର୍ତ୍ତି, ଯେପରିକି ମୟୂର, ହାତୀ ସ୍ଥାପିତ ହୋଇଛନ୍ତି। ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପାହାଡ଼ିଆ ଅଞ୍ଚଳର ଏବଂ ନଦୀର ମନୋରମା ପରିବେଶ ମଧ୍ୟରେ ଏହି ପ୍ରାଚୀନ ମନ୍ଦିରଟି ଅବସ୍ଥିତ ହୋଇଥିବାରୁ
ଏହା କେବଳ ଏକ ଧାର୍ମିକ ପୀଠ ନୁହେଁ ବରଂ ଢେଙ୍କାନାଳ ଜିଲ୍ଲାର ଏକ ପ୍ରମୁଖ ଐତିହ୍ୟ ପର୍ଯ୍ୟଟନ ସ୍ଥଳୀ ଭାବେ ପରିଚିତ। ଦେଖିପାରୁଥିବେ ଆଜିକୁ ପ୍ରାୟ 4 ରୁ 5 ବର୍ଷ ପୂର୍ବେ ଏହାର ଡେଭଲପମେଣ୍ଟ ଏତେ ହେଇନଥିଲା। ଆଗରେ ଗୋଟେ ପାର୍କ ବି କରାଯାଉଛି, ବୋଧେ ପାର୍କ କରା ଚାଲିଛି। ଦେଖନ୍ତୁ ଏଥର ଆମର ପାଣିର ବି ସୁବିଧାଟେ ଅଛି। ଏଠାରେ ବିବାହ ପରି ପବିତ୍ର କାର୍ଯ୍ୟ ମଧ୍ୟ ହୋଇଥାଏ। ଏଠାରେ ଆପଣ ଦେଖିପାରୁଥିବେ ନାମଯଜ୍ଞ ମଣ୍ଡପ, ମହାଦେବ ମନ୍ଦିର, ମା ପାର୍ବତୀ ମନ୍ଦିର। ଏଟା ଦେଖନ୍ତୁ ଏଠି ଦେଖନ୍ତୁ ଭୋଗ ମଣ୍ଡପ ଏଟା ଅବସ୍ଥିତ। ଏଟା ଦେଖନ୍ତୁ ପଣ୍ଡାଙ୍କ ଘର। ଦେଖନ୍ତୁ ଦେଖିପାରୁଥିବେ ଆପଣମାନେ ସରକାରଙ୍କ ଦ୍ୱାରା ବହୁତ ଡେଭଲପମେଣ୍ଟ ଏଠାରେ କରାହେଇ ସାରିଲାଣି ଅଲରେଡ଼ି। ଆଗକୁ ଆହୁରି ଡେଭଲପମେଣ୍ଟ ହେବ ଏରିଆ। ଏଟା ଦେଖନ୍ତୁ ଆମର ଆଡମିନିଷ୍ଟ୍ରେଟିଭ ବିଲ୍ଡିଂ, ଟଏଲେଟ୍ ବ୍ଲକ।